ତମ ଭିତରୁ ସବୁ କିଏ? କଣ ସବୁ କିଏ? ଆମ ଝିଅ ତାରା ତମକୁ ସବୁ ଭଳିଆ ଦେଖାଉଛୁ? ସବୁ ପା ସେଠି ପଡିଛି। ଆଚ୍ଛା, ସେ ମରିଛନ୍ତି କି ବଞ୍ଚିଛନ୍ତି ଆମେ କେମିତି ଜାଣିବୁ? କଣ କେମିତି ଜାଣିବ? ତା ଦେହରେ ଟେଷ୍ଟର ମାରି ଦେଖୁନ, ଯଦି ନାଲି ବତି ଜଳିଆ ଜାଣିବ ବଞ୍ଚିଛି, ଧଳା ବତି ଜଳିଲେ କଣ ମରିଯାଇଛି? ସକାଳୁ ପଡୁ ଆଖି ସାମନେ ଠକିନା ବୁଢା ମରିଗଲା। ପୁଣି ତମେ କହୁଛ ସବୁ କିଏ? ବୁଢୀଟା ମୋର କାନ୍ଦି କାନ୍ଦି ନୟା ଧରିଗଲା, ତମେ ପୁଣି ପଚାରୁଛ ସବୁ କିଏ? ମ୍ୟାଡାମ ଆପଣ ଟେଷ୍ଟରେ ଚେକ୍ କରନ୍ତୁ, ମୁଁ ବୋର୍ଡେ କରେଇ ଦଉଛି। ଗୋଟେ କାମ କରୁନ, ସିଧା କୁଣ୍ଡରେ ଚଢି ଯାଅ। ଦେଖ ତାରଟା ନାକରେ ପଡିଛି ନା ନାକରୁ ଖସି ଆଖ ପାଖରେ ପଡିଛି? ଆଚ୍ଛା ମ୍ୟାଡାମ, ନାକରେ ଖସି ଯଦି ଆଖପାଖରେ ପଡିଯାଇଥିବ ମୁଁ କାଖି ଆଣିବି ତ? ଓକେ ମ୍ୟାଡାମ। ଆଚ୍ଛା ମ୍ୟାଡାମ, ମୁଁ ଖାଲି ପଚାରିବି ନା ଉଚ୍ଚାରି ଦେଇ ପଳେଇ ଆସିବି? ତମକୁ ଟାଙ୍ଗିକି ଓଲଟେଇବି ନା ଓଲଟେଇକି ଟାଙ୍ଗି ଦେବି? ପଚାର। ଓକେ ମ୍ୟାଡାମ। ଆଚ୍ଛା, ଶବକୁ ମରିବାର ଆଗେ କିଏ ଦେଖିଥିଲା? ମ୍ୟାଡାମ ମୁଁ ଦେଖିଥିଲି। କଣ ଦେଖିଥିଲ? ସେ କଥା କଣ କି ମ୍ୟାଡାମ, ସକାଳୁ କରୁ ବୁଢା ଆମର କବି ବିଲକୁ ଯାଇଥିଲା। କବି ବିଲକୁ ଆସିବାକୁ ଲେଟ୍ ହବାରୁ ମୁଁ ଭାବିଲି କଣ ଗୋଟେ ଅସୁବିଧା ହେଇଛି, ମୁଁ ଯାଇ ପହଞ୍ଚି ଗଲା ବେଳକୁ ବୁଢା ଜୀବନଟା ଠାକିଲା ଚାଲିଗଲା। ଆଉ ଯଦି କିଛି ସମୟ ଆଗରୁ ଯାଇକି ମୁଁ ପହଞ୍ଚି ଯାଇଥାନ୍ତି ତାହେଲେ ବୁଢା ଜୀବନଟା ଖାପକିନା ମାରିଦେଇଥାନ୍ତା ମୋ ଜୀବନଟା। ଆଚ୍ଛା, ତାହେଲେ ତମେ ଜୀବନ ଧରୁଛ? ଆଜ୍ଞା। ଜୀବନଟା ତମର ଶ୍ରାବଣ ମାସର ବ୍ରାହ୍ମଣୀୟ ବେଙ୍ଗ ତ, ସେ ଖପକିନି ଡେଇଁ ପଡିବ, ତମେ ଧପକିନି ଧରି ବସିବ। ଚାଲିଗଲେ। ଆଚ୍ଛା, ବୁଢାର ସ୍ତ୍ରୀ କେତେଟା? ସ୍ତ୍ରୀ କେତେଟା? ଦୁଇଟା। ଗୋଟେ ହେଲେ ଓକେ, ଦୁଇଟା ହେଲେ ଚଳିବ, ତିନିଟା ହେଲେ ଭାଗ୍ୟମାନ, ହେଲେ ଅଢେଇଟା? ନାଇଁ, ସେ କଥା କଣ କି ମ୍ୟାଡାମ, ଅଢେଇଟା ମାନେ ପ୍ରଥମଟା ହଉଛି ଇଏ। ମାନେ ଆମ ବୁଢୀ, ସେ ହଉଛି ଏକ ନମ୍ବର, ସେ ପୁରା ଓକେ। ଦ୍ୱିତୀୟ ନମ୍ବରଟା ହଉଛି ଆମ ଯେ ଆରପଟ ସାହି ମାଧବୀ, ସିଏ। ଆଉ ଯୋଉ ଅଧୁଟା ରହିଲା, ବୁଢା ଆମର ଜଣକୁ ହୁକ ପକଉଥିଲା, କିନ୍ତୁ ବୁଢା ନିଜେ ଜାଣିନଥିଲା ଯେ ତାର ସ୍ପାର୍କିଂ ରେ ତାର କଟି ଯାଇଛି। ସବୁଟା ହଉଛି ସେଇ।